पुरी जिलार अवैध बाली और पत्थर खनन परिवहन और अनाधिकृत व्यवसाय को रोकने पुरी पुलिस द्वारा 2026 मसीहार आरंभ एपर्यंत नियमित संगठित और कठोर भाव में विशेष अभियान चालू आसुची। यह अभियान प्रमुख उद्देश्य होउछि परिवेश सुरक्षा, सरकारी राजस्व सुरक्षा, नदीपथ और प्राकृतिक संपदर सुरक्षण सह साधारण लोकों जीवन जीविका को सुरक्षित रखा। गत 52 दिन मध्य जिलार विभिन्न थाना अंचल अवैध बाली और पत्थर खनन और चालाण संपर्कित मोट 63 मामला रेजिस्ट्री करा जायछि। ଏହି ସମସ୍ତ ମାମଲାରେ କଠୋର ତଦନ୍ତ କରାଯାଇ ମୋଟ 59 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯାନ ସମୟରେ ଅବୈଧ ଭାବେ ବାଲି, ମାଟି ଓ ପଥର ପରିବହନରେ ବ୍ୟବହୃତ 73ଟି ମାଲବାହୀ ଯାନବାହନ ଓ 2ଟି ଜେସିବି ମେସିନ୍ ଜବତ କରାଯାଇଛି। ଏହା ସହିତ 14ଟି ଯାନବାହନକୁ ମାଇନିଂ ବିଭାଗକୁ ହସ୍ତାନ୍ତର କରାଯାଇଛି। ଚଳିତ ବର୍ଷରେ ଏପର୍ଯ୍ୟନ୍ତ ରେଜିଷ୍ଟ୍ରି ହୋଇଥିବା 63ଟି ନୂତନ ମାମଲା ଏହି ଅଭିଯାନର ତୀବ୍ରତା ଓ କାର୍ଯ୍ୟ କୁଶଳତାକୁ ସ୍ପଷ୍ଟ କରୁଛି। ପୂର୍ବ ବର୍ଷରେ ମୋଟ 146ଟି ଅବୈଧ ଖନନ ସମ୍ପର୍କିତ ମାମଲା ରେଜିଷ୍ଟ୍ରି ହୋଇଥିବା ବେଳେ ଚଳିତ ବର୍ଷରେ ଆରମ୍ଭରୁ ଏହି ଅଭିଯାନକୁ ଆହୁରି ଜୋରଦାର କରାଯାଇଛି। ଏହି ବିଶେଷ ଅଭିଯାନକୁ ଜିଲ୍ଲାର ସମସ୍ତ 4ଟି ସବ୍ ଡିଭିଜନରେ ସମନ୍ୱିତ ଭାବରେ କାର୍ଯ୍ୟକାରୀ କରାଯାଇଛି। ସିଟି ସବ୍ ଡିଭିଜନ, ପିପିଲି ସବ୍ ଡିଭିଜନ, ନିମାପଡ଼ା ସବ୍ ଡିଭିଜନ ଓ ସଦର ସବ୍ ଡିଭିଜନ ପ୍ରତ୍ୟେକ ସବ୍ ଡିଭିଜନର ଥାନାମାନଙ୍କୁ ସକ୍ରିୟ କରାଯାଇ ଦିନ ଓ ରାତି ପାଟ୍ରୋଲିଂ, ନାକା ଚେକିଂ, ଆକସ୍ମିକ ରେଡ୍ ଓ ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଅବୈଧ ଖନନ ଓ ପରିବହନକୁ ରୋକିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଅନାଧିକୃତ ଭାବେ ବାଲି ଓ ପଥର ପରିବହନ କରୁଥିବା ଯାନବାହନ ଜବତ ସହ ଖନନ କାର୍ଯ୍ୟରେ ବ୍ୟବହୃତ ମେସିନ୍ ସାମଗ୍ରୀ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ସିଜ୍ କରାଯାଇଛି। ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ ଅବୈଧ ବାଲି କିମ୍ବା ପଥର ଖନନ ସମ୍ପର୍କିତ କୌଣସି ସୂଚନା ମିଳିଲେ ନିକଟସ୍ଥ ଥାନା କିମ୍ବା 112 ତତ୍କ୍ଷଣାତ ଅବଗତ କରାନ୍ତୁ। ଲୋକଙ୍କ ସହଯୋଗ ଓ ସଚେତନତା ଦ୍ୱାରା ମାତ୍ର ଏହି ପ୍ରକାର ଅପରାଧକୁ ପ୍ରଭାବଶାଳୀ ଭାବରେ ରୋକାଯାଇ ପାରିବ ବୋଲି ପୋଲିସ ଆଶା ପ୍ରକାଶ କରୁଛି।